ପୁରୁଷୋତ୍ତମ ମାସ ଭଜନ କୀର୍ତ୍ତନ ସମର୍ପଣର ମାସ। ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ତରଫରୁ ମଣିରାମ ମଠ ଭଜନ ମଣ୍ଡପଠାରେ ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ପାପୁଡ଼ିଆ ମଠ ମହାମଣ୍ଡଳେଶ୍ୱର ମହନ୍ତ ରାମକୃଷ୍ଣ ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡା ଗୀତା ଓ ବେଦପାଠ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ଅନୁଷ୍ଠାନ ସଭାପତି ପ୍ରାଧ୍ୟାପକ ଡକ୍ଟର ବଳରାମ ଦାସ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଅତିଥି ସୁବକ୍ତା ପ୍ରବଚକ ଜ୍ୟୋତିର୍ବିଦ ପ୍ରମୁଖ ମଞ୍ଚାସୀନ ଥିଲେ। ମହିପ୍ରକାଶ ମଠ ମହନ୍ତ ଶୁଭାନନ୍ଦ ପୁରୀ, ମହନ୍ତ ରାମଚରଣ ଦାସ, ମଳିରାମ ମଠ ମହନ୍ତ ଅଭିରାମ ଦାସ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ସମାଜସେବୀ ମନୋଜ କୁମାର ରଥ, ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ଯୋଗଦେଇ ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନେ କହିଲେ, ମଳ ମାସ ନୁହେଁ, ଏହା ପୁରୁଷୋତ୍ତମ ମାସ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୌର ମାସ 365 ଦିନ 6 ଘଣ୍ଟାରେ ହୁଏ। ଚନ୍ଦ୍ରମାସ ଗଣନାରେ 1 ବର୍ଷ 354 ଦିନରେ ହୁଏ। ତେଣୁ 11 ଦିନ 6 ଘଣ୍ଟା ପାର୍ଥକ୍ୟ ହେତୁ ସୌର ମାସ ଓ ଚନ୍ଦ୍ରମାସର ସମାନତା ପାଇଁ 11 ଦିନ 6 ଘଣ୍ଟା ନିମିତ୍ତ 28ରୁ 34 ମଧ୍ୟରେ 1 ମାସ ଅଧିକ ହୁଏ। ଏହା ହେଉଛି ମଳ ମାସ ନୁହେଁ, ପୁରୁଷୋତ୍ତମ ମାସ, ବିଷ୍ଣୁଙ୍କର ଅତି ପ୍ରିୟ ମାସ। ଏହି ମାସରେ ଭକ୍ତମାନେ ମହାପ୍ରଭୁଙ୍କ ନିକଟରେ ଭଜନ କୀର୍ତ୍ତନ ଓ ଜଳାଣ କରି ଭାବ ଭକ୍ତିମୟ ସହ ସମର୍ପଣରେ ନିମଗ୍ନ ରହିଲେ କୋଟି ପୁଣ୍ୟ ମିଳେ। ଏହାକୁ ମଳମାସ କହିବା ଅନୁଚିତ। ଶ୍ରୀମନ୍ଦିରରେ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ମନ୍ଦିରରେ ବାରାହୀ ନାରାୟଣ ରୂପୀ ସ୍ୱୟଂ ଶ୍ରୀଜଗନ୍ନାଥ ପୁରୁଷୋତ୍ତମଙ୍କୁ 1 ମାସ ଧରି ନିଷ୍ଠାର ସହ ସ୍ୱତନ୍ତ୍ର ପୁଷ୍ପ ଧୂପ ଦୀପ ନୈବେଦ୍ୟ ପିଠାପଣା ଇତ୍ୟାଦି ଭୋଗ କରି ଭକ୍ତମାନେ କୃତକୃତ୍ୟ ହୁଅନ୍ତି। ଅନ୍ୟ 12 ମାସ ବିଷ୍ଣୁଙ୍କୁ ବିଭିନ୍ନ ନାମରେ ପୂଜା କରାଯାଏ। ଏହି ମାସରେ ବିଷ୍ଣୁଙ୍କୁ ପୁରୁଷୋତ୍ତମ ଭାବେ ପୂଜା କରାଯାଏ। ସାଧୁସନ୍ତମାନଙ୍କର ଏହି ମାସ ଅତି ପ୍ରିୟ। ମଠ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୁରୁଷୋତ୍ତମଙ୍କୁ ଶୁଦ୍ଧପୂତ ରୂପେ ପୂଜା କରନ୍ତି। କବି ଶିବସୁନ୍ଦର ମିଶ୍ର ସଂଯୋଜନା କରିଥିଲେ। ସାମ୍ବାଦିକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ ଓ ଶତାଧିକ ଭକ୍ତ ଉପସ୍ଥିତ ରହି ଭଜନ କୀର୍ତ୍ତନ କରିଥିଲେ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।